ମୁଁ ଜାଣିନି ଆକ୍ଚୁଆଲି କାହିଁକି ସେ ମୋ ପଛରେ ଲାଗିଛନ୍ତି ଏବଂ କୋଉମାନେ ଲାଗିଛନ୍ତି ଏବଂ ଟ୍ରୋଲ ଶବ୍ଦର ଅର୍ଥ ବି ମୁଁ ଜାଣିନି ଯେ କାହିଁକି ଆଉ କୋଉମାନେ କରୁଛନ୍ତି କୋଉମାନେ କରୁଥିବେ ମୁଁ ଭାବୁଛି ପାଣ୍ଡିଆନ ଭକ୍ତମାନେ କରୁଥିବେ ଆଉ ଦ୍ୱିତୀୟ ଲୋକ କେହି କରୁନଥିବେ। ପାଣ୍ଡିଆନ ଭକ୍ତ ମାନେ କାହିଁକି ଆପଣଙ୍କ ପଛରେ ଲାଗିଛନ୍ତି? ହଁ ପାଣ୍ଡିଆନ ଭକ୍ତମାନେ ଏଇଥିପାଇଁ ଲାଗିଛନ୍ତି ଯେ ପାଣ୍ଡିଆନକୁ ଆମେ ବିରୋଧ କରୁଥିଲୁ। ନିର୍ବାଚନ ବେଳେ ହଁ ଓଡ଼ିଶାକୁ ମୁଗଲ ପିଟିଲେ ମରାଠା ପିଟିଲେ ଇଂରେଜ ପିଟିଲେ ତାପରେ ଇଏ ବିଜେଡି ବାଲା ଚାହୁଁଥିଲେ ତାମିଲ ଗୋଟେ ଆସିକି ଆମକୁ ପିଟୁ ତାଙ୍କର ଇଚ୍ଛା ସେୟା ଥିଲା। ଆମକୁ ଆମ ମାଟିର ପୁଅ ଶାସକ ଦରକାର ନାହିଁ। ଆମକୁ ଗୋଟେ ଯେମିତି ସମସ୍ତେ ଆସି ହଇରାଣ କଲେ ଓଡ଼ିଆଙ୍କୁ ଆମେ ବହୁତ ନିରୀହ କିନ୍ତୁ ନିରୀହ ଭିତରେ ମୁଁ ଜାଣିନଥିଲି ଯେ ବିଜେଡି ବାଲା ଏତେ ତାଙ୍କ ଭିତରେ ଛନ୍ଦ କପଟ ଅଛି। ସେ ଚାହୁଁଛନ୍ତି ଯେ ଆମକୁ ଦରକାର ଗୋଟେ ତାମିଲ ସିଏ ବି ଆସିକି ପିଟୁ ଯେମିତି ଅନ୍ୟମାନେ ପିଟିଛନ୍ତି ପିଟା ଖାଇବାର ମାଷ୍ଟର ସେମାନେ ତେଣୁ ସେଥିପାଇଁ ସେମାନେ ଚାହୁଁଛନ୍ତି। ତ ସେଥିପାଇଁ ଭାରତୀୟ ଜନତା ପାର୍ଟିର ସମସ୍ତ ନେତା ବିରୋଧ କରିଥିଲେ ସାଧାରଣ। ଆଚ୍ଛା ଆପଣ ଗୋଟେ କଥା କହିବେ ବିଜେପି କେମିତି ପାୱାରକୁ ଆସିଲା କହିଲେ? କଂଗ୍ରେସ ବାଲା ପାୱାରକୁ ଆଣିନାହାନ୍ତି। ବିଜେପି ବାଲା ତ ଭୋଟ ଦେବା କଥା ସ୍ୱାଭାବିକ। ବିଜେଡି କି ହରେଇଛି। ବିଜେଡି ବାଲା ଚାହିଁଲେନି ପାଣ୍ଡିଆନକୁ। ବର୍ତ୍ତମାନ ମୁଁ କହିଥିଲି ସେଟା ଗୋଟେ ବେଦ ଅଶୁଦ୍ଧ ହେଇଗଲା। ସେଟା ଅଲଗା ପାର୍ଟି। ମୁଁ ଅଶୁଦ୍ଧ ହେଇଗଲା ସେଇ କଥା ଏବଂ ଦ୍ୱିତୀୟରେ ନିର୍ବାଚନ ବେଳେ ସାମ୍ବିଧାନିକ ଅଧିକାର ଅଛି ଗଣତାନ୍ତ୍ରିକ ଅଧିକାର ବି ଅଛି। ମୁଁ କଳାକାର ହେଇପାରେ ଜଣେ ସାଧାରଣ ନାଗରିକ ବି ହେଇପାରେ। ମୁଁ କାହାକୁ ସପୋର୍ଟ କରିବି କୋଉ ଦଳକୁ ସପୋର୍ଟ କରିବି କୋଉ ନେତାକୁ ଭଲ ପାଇବି ତା ମୋର ବ୍ୟକ୍ତିଗତ ଅଧିକାର ମତେ କେହି ଛଡ଼େଇ ନେଇପାରିବେନି। ଆରେ ତମେ କହୁଛ ବିଜେଡି କି ଭଲ ପାଉନ ଜବରଦସ୍ତି ହରି କହିବ ବିଜେଡି ଭଲ ପାଅ ଜବରଦସ୍ତି କହିବ ମତେ ପାଣ୍ଡିଆନକୁ ନମସ୍କାର କର ଜବରଦସ୍ତି ମତେ କହିବ ମୁଣ୍ଡିଆ ମାର ନାହିଁ ସେଟା ହେଇପାରିବନି। ମୋର ବ୍ୟକ୍ତିଗତ ଅଧିକାର ଅଛି। ତେଣୁ ମୁଁ ଯୋଉଟା ସମସ୍ତଙ୍କର ସ୍ୱର ସାରା ଓଡ଼ିଶାବାସୀ ଚାହୁଁ ନଥିଲେ ଯେ ବିଜେଡି କି ପାୱାର ଆସୁ ବୋଲି ସେଥିପାଇଁ ତ ସେମାନେ